যাত্রা ବର୍ଷ 2 ବର୍ଷ ଯେମିତି ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ହେଇଗଲା ସେମିତି ସମୟକୁ ଆମେ ଯାତ୍ରା ଇଣ୍ଡଷ୍ଟ୍ରି ବି ବନ୍ଦ ହେଇଯିବ। ଯାତ୍ରା ଯେଉଁଠି ଏଠି ପରିବେଷଣ କରାଯାଏ ଏବଂ 12 13ଟା ପାର୍ଟି ଏଠି ଅନୁଷ୍ଠାନ କରେ ସେଥିପାଇଁ ଏଠି ବହୁ ଦର୍ଶକ ଦେଖନ୍ତି ତେଣୁ ଏଠି ଅଶ୍ଳୀଳତାର କିଛି ଆବଶ୍ୟକ ପଡ଼େ ନାହିଁ। ଖଣ୍ଡଗିରି କି ଅଶ୍ଳୀଳ ଗଭର୍ଣ୍ଣମେଣ୍ଟ ବ୍ୟାନ୍ କରିଛି ଏଇଟା ଠିକ୍ କଥା ହେଲେ ଆପଣ କହୁଛନ୍ତି କିନ୍ତୁ ଏଠି କମିଟି ମାନଙ୍କର ଇଚ୍ଛା ଯେ ଏଠି ଅଶ୍ଳୀଳତା ଡ୍ୟାନ୍ସ ହେବ ନାହିଁ। ଏଠି କମିଟି ମାନଙ୍କ ଇଚ୍ଛା ଯେହେତୁ ଏଠି ଓଡ଼ିଶାର ବହୁ ଜାଗାରୁ ଯାତ୍ରା ଦେଖିବା ପାଇଁ ଆସନ୍ତି, ବହୁ ପଲ୍ଲୀପଲ୍ଲୀରୁ ଲୋକ ଆସନ୍ତି, ବହୁ ଫ୍ୟାମିଲି ଏଠି ଯାତ୍ରା ଦେଖିବା ପାଇଁ ଆସନ୍ତି। ଯେହେତୁ ଏଇଟା ଗୋଟେ ବଡ଼ ଯାତ୍ରା ଯେଉଁଠି ଏଠି ପରିବେଷଣ କରାଯାଏ ଏବଂ 13ଟା ପାର୍ଟି ଏଠି ଅନୁଷ୍ଠାନ କରେ ସେଥିପାଇଁ ଏଠି ବହୁ ଦର୍ଶକ ଦେଖନ୍ତି ତେଣୁ ଏଠି ଅଶ୍ଳୀଳତାର କିଛି ଆବଶ୍ୟକ ପଡ଼େ ନାହିଁ। ଏଠି ଯାତ୍ରା କାହାଣୀ ଯାହାର ଭଲ ହୁଏ ସେଠି ଯାତ୍ରା କରନ୍ତି। ଏଠି ପଡ଼ୁନାହାନ୍ତି ଆଜ୍ଞା ଆମର ଯାତ୍ରାରେ ଏବେ ମୁହଁ ଫଳିଲେଣି କିଛି ଫ୍ୟାମିଲି ଲୋକ ଯାତ୍ରାକୁ ଏତେ ଗ୍ରହଣ କରୁନାହାନ୍ତି। ଅଶ୍ଳୀଳତା ଆଜ୍ଞା ସବୁଠି ଅଛି, ଅଶ୍ଳୀଳତା କେଉଁଠି ନାହିଁ କିନ୍ତୁ କିଏ କେଉଁ ରୂପରେ ଅଶ୍ଳୀଳତା କରୁଛି ସେଇଟା ହେଉଛି ମୁଖ୍ୟ ଜିନିଷ। ଯେ କାହା ନାଁ ନେବାନି କି ଯାତ୍ରାରେ ଅଶ୍ଳୀଳତା ହେଉଛି ବୋଲି ସେଇଟା କହିବାନି କାରଣ ଆମେ ଯେଉଁ ଡ୍ୟାନ୍ସ କରୁଛୁ ସେଇଟା କ'ଣ ସେଥିରେ ଆଜ୍ଞା ଅଶ୍ଳୀଳତା ନାହିଁ? ସେଥିରେ ବି ଅଛି କିଛି ମାତ୍ରାରେ କାହାଣୀ ଆବଶ୍ୟକତା। ଭଲ କାହାଣୀ ହେଲେ ଦର୍ଶକ ଦେଖିବେ, ସେଥିପାଇଁ ଭଲ କାହାଣୀ ଆସୁନି ଦର୍ଶକ ଯାତ୍ରା ଦେଖିପାରୁନାହାନ୍ତି। ଅଶ୍ଳୀଳ ଡ୍ୟାନ୍ସ ହେଲେ ଦିନକୁ ଦିନ ଯାତ୍ରା କମିଯିବ, ଏଇଟା ସତ। ଅଶ୍ଳୀଳତାକୁ କେହି ଗ୍ରହଣ କରିବେନି କାରଣ ଭଲ ଲାଗୁନି ସବୁ ଜିନିଷ। ଯାତ୍ରା ବର୍ଷ 2 ବର୍ଷ ଯେମିତି ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ହେଇଗଲା ସେମିତି ସମୟକୁ ଆମେ ଯାତ୍ରା ଇଣ୍ଡଷ୍ଟ୍ରି ବି ବନ୍ଦ ହେଇଯିବ।